नमस्कार रमाकांत भाई बर्तमान मुझे आपण नुआपड़ा जिले में पोस्टिंग अच्छे आम कुमना ब्लॉक में आप डोन देखवार लगे बहुत दिन देखुते पाई नी नुआपड़ा जिले में बहुत दिन रहा बर्तमान कुमड़ा थाना सेकेंड आईसी अच्छी आईसीआई आज्ञा कुमना थाना रो आसी कुमड़ा थाना एते दूर नहीं चल आज्ञा तुम्हारे पछे पछे आई देखी पाई नमस्कार आज्ञा कम से कम जवान और किसान के तो सम्मान दियो आज्ञा आईसीआई आसी पुलिस ऑफिसर आज्ञा किलो छके कर खाना तो हवा लागि चाहू छन जेहेतु आज मोर निजर ग्राम सूर्या ग्राम आपन डोन होचे से हिसाब तमने मैं आज से जो बाद संध्या 7 बजे जाके पहुंचे छ आज्ञा जेहेतु तमने आपन तमने मोर गुटे प्रश्न रहेगा आज्ञा बर्तमान भागवत 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 12 स्कंद अच्छे 12 स्कंद भागवत केन तामने 12 स्कंद भागवत केतेटा ज्ञान अच्छे के स्कंद केन ज्ञान अच्छे एटा कहि देबे रामायण 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 जे हमर 7टा रामायण अच्छे 7टा रामायण 7टा जो रांड अच्छे ए विषय मते कहि देबे इच्छा अच्छे धन्यवाद जाने बहुत सीखा इच्छा अच्छे ये विषय मते पहले मते खुशी धन्यवाद जय जवान जय किसान जय जे जदि विधवा नारी हेतिबे ताको हमर ओडिया भाषा रे रांड कहा जाय रामायण होचे 7टा कांड 7टा कांड रे 7टा रांड 7टा नारी पई ही 7टा कांड हेचे तो केन कांड रे केन नारी रहिथिले हाय गो आ सुनो सुनो सुग्या जन देई करी मन आहे मन हाय रामायण रस कथा कहे श्रवण आहे जन नाम कथा सुन दे मन आहे मन आतो तारो काजे रांड रही दिना से गुण आहे जन प्रथम रे आद्य कांड आस ताड़का राक्षस सब ऋषि मुनि मनकर तपस्या भंग करथि तो ताड़का राक्षसंकर पाई ही प्रथम रे आद्य कांड आरंभ बुझी पारछ तापरे आसला आद्य कांड रु आसी गला अयोध्या कांड आगो अयोध्या कांड रो कथा कर हे श्रवण से श्रवण मंथरा बोली न देख से ही नारी नाम सुना सुना सकाल पाइला मात्र के रामचंद्र अयोध्या रे राजा है तो ई कथा के मंथरा जे करी हुचुचे देला कई के ई राम तो सकाल पहले राजा हेबे हां रामंकर मां कौशल्या राजमाता हेबे तमे का करबो जेते बेले दासी परी खनबो दासी हे रहबो बोली के जेते बेले मंथरा होची जे देसी हां संगे संग रात्रि रे जे करी राजा दशरथन को मंथरा छलना रे राजा दशरथन को कई दुईटा वर मांगले गो राजा सत्य कले जेते बेले कई का बेले जानि छ हमर बड़ पर रामचंद्र वनवास जाऊ मोर शान को भरत ई देश राजा है तो अयोध्या कांड रे रांड थिले मंथरा हां हां अयोध्या रु आसी गला
ଅରଣ୍ୟକାଣ୍ଡ। ଅରଣ୍ୟକାଣ୍ଡ। ଆଗ ଅରଣ୍ୟକାଣ୍ଡର କଥା କର ହେ ଶ୍ରବଣ ସେ ଶ୍ରବଣ। ହଁ ହଁ ଆଗ ସୂର୍ପନଖା ବୋଲି ଦେଖ ତାହାରି ଯେ ନାମ ସେହି ନାମ। ହଁ ଯେତେବେଳେ ମନ୍ଥରା ଛଳନାରେ ପ୍ରଭୁ ରାମଚନ୍ଦ୍ର ବନବାସ ଯାଇଛନ୍ତି, ସୈଗ କିଛି ଦିନ ରହିଲା ପରେ ହୁଁ ପଞ୍ଚବଟୀ ବନରେ ବାସ କଲା ପରେ ହୁଁ ରାବଣଙ୍କର ଭଉଣୀ ସୂର୍ପନଖା ସୈଗ ଇ ଅରଣ୍ୟରେ ମୋର ଶିବା ତ କିଏ ନେଇ ରହନ୍। ନେଇ ରହନ୍। ଏତେ ସୁନ୍ଦର ଦିବ୍ୟ ପୁରୁଷ ମାନେ ଇ ଅରଣ୍ୟରେ କେନ୍ତା ରହିଛି। ହଁ ହଁ ତାଙ୍କର ରାମଚନ୍ଦ୍ରଙ୍କର ରୂପ ଯୌବନକେ ଦେଖିକରି ଦିନେ ରାକ୍ଷସୀ ସୂର୍ପନଖା ହଁ ପ୍ରେମ ପାଇବା ପାଇଁ ଆତୁର ହେଲା। ତାର ବେଶଭୂଷାକେ ଅତି ସୌନ୍ଦର୍ଯ୍ୟ ସଜେଇ ହେଲା। ସୈଗ ଆଉ ରାମଙ୍କର ପାଖରେ ସେଇ ପଞ୍ଚବଟୀ ନେ ସୁର୍ପନଖା ରହୁଥିଲା କିନି ହଁ ନଦୀର ବେଲ ନେ ଦେଖଲା ଯେ ମାନେ ପା ଗୋଠେ হয় ଏ ଜିନି କେନଲି କେନ୍ତା କାହିଁ ରୋଜ ତ ସୂର୍ପନଖା ଆସିକରି ରାମଚନ୍ଦ୍ରକୁ ପ୍ରେମ ଭିକ୍ଷା ମାଗି ମାଗିଥିଲେ। ରାମଚନ୍ଦ୍ର ନାସା କର୍ଣ୍ଣ ଛେରି ଦେଇଥିଲେ। ହଁ। ସେ କଥା ବି ଲେଖିଥିଲେ ଆଜ୍ଞା। ହଁ। ନାସା କର୍ଣ୍ଣ କିନ୍ନ ପଡିଥିଲା। ସେ ନା ନାସା କାନ କାଟଲେ ହେଟା ପହଲା ଏଣ୍ଟ୍ରି କଲା ବାବେଲେ ଦେଇଥିଲେ ଗো। କେବଳ ବିଭୀଷଣ କେବଳ କୁମ୍ଭକର୍ଣ୍ଣ ରାବଣ ସମସ୍ତଙ୍କୁ ବଧ ହେଇଛି ରାମାୟଣରେ। ସୂର୍ପନଖାର ବଧ ନାହିଁ। ନେ ହବା, ନେ ହବା। ସୂର୍ପନଖା କିନ୍ନ ଯିକେ ରହିଥିଲେ କେନ ତାଙ୍କର ରହି- ନାସା କର୍ଣ୍ଣ କାଣା ହେଇଥିଲା। ହଁ। ନାସା କର୍ଣ୍ଣ ନାନା ପୁରାଣରେ ନାନା ମତ ମୁଁ ଯାହା ଜାଣିଛେ। ତ ନାସା କର୍ଣ୍ଣ ଗୋଟେ ଆମର ଭାଷାରେ ବିନମୁଡି। ହଁ ବିନମୁଡିରେ ପଡିକରି ସେଟା ଇନ୍ଦ୍ରଧନୁ ଇନ୍ଦ୍ରଧନୁ ତିଆରି ହେଇଥିଲା। সৈগ ସାତଟା ରଙ୍ଗ ନିର୍ଦ୍ଦେଶିକେ ହଁ କେ ରଙ୍ଗ ଜାଣିଛ କେନ কিন কিনটা ବାଘ ନିଶ ହନାଲା ବାଇଗଣୀ ବାଘ ବାଘ ନିଶ ହେନ୍ତି ସାତଟା କଲର 7ଟା ଅକ୍ଷରରେ 7ଟା କଲର ତିଆରି ହେଲା। সৈগ ତ ସମସ୍ତଙ୍କର ରାମାୟଣରେ ବଧ ହେଇ ସାରିଲା ପରେ ହଁ ସୂର୍ପନଖା କିନକେ ଗଲେ ଜାଣିଛ? কিনকি গলে କିନକେ ଗଲେ ଅସୁର ମାନଙ୍କର ଗୁରୁ ଇ ହଉଛି ବମ୍ବେ ଭାଗି ଯାଇଥିବା କେ ନାଇଁ ନାଇଁ ଅସୁର ମାନଙ୍କର ଗୁରୁ ହଉଛନ୍ ହଁ ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ ପାଶକେ ଯାଇକରି ସେ ଆଶ୍ରୟ ନେଇଥିଲେ। সৈগ ଆଦ୍ୟ କାଣ୍ଡ ଗଲା, ଅଯୋଧ୍ୟା କାଣ୍ଡ ଗଲା, ଅରଣ୍ୟ କାଣ୍ଡ ଗଲା। ଇହାରେ ଆସିଲା କିସ୍କିନ୍ଧା କାଣ୍ଡ। କିସ୍କିନ୍ଧା କାଣ୍ଡ ନା ଆଗ କିସ୍କିନ୍ଧା କାଣ୍ଡର କଥା କର ହେ ଶ୍ରବଣ ହେ ଶ୍ରବଣ। ହଁ ହଁ ଆଗ ସ୍ୱୟଂ ପ୍ରଭା ବୋଲି ଦେଖ ସେ ନାରୀର ନାମ ଆহে ନାମ। ତ କିସ୍କିନ୍ଧା କାଣ୍ଡରେ ସ୍ୱୟଂ ପ୍ରଭା ବୋଲିକ ଜଣେ ନାରୀଙ୍କର ପାଇଁ କାଣ୍ଡ ହେଇଥିଲା। ନନିଲ କିସ୍କିନ୍ଧା କାଣ୍ଡ ପରେ ପରେ ଆସିଲା କିନ୍ କାଣ୍ଡ? ସୁନ୍ଦରା କାଣ୍ଡ। ନନିଲ ତ ସୁନ୍ଦରା କାଣ୍ଡରେ କାଣା ହେଲା, ରାବଣ ଯେତେବେଳେ ଚୋରି କରି ନେଇଯାଇଛି, ପ୍ରଭୁ ଆଦେଶ ଦେଲେ ହନୁମାନଙ୍କୁ ଯେ ଅତି ଶୀଘ୍ର ମୋର ସୀତାମାତାଙ୍କୁ ଖୋଜ ଖବର ଲଗାଯାଉ। ତ ହନୁମାନ ଖୋଜବା ପାଇଁ ସମୁଦ୍ର ଉପରେ ଉଡ଼ି ଉଡ଼ି ଯାଉଛନ୍ତି। ଆଗ କେନ୍ କାଣ୍ଡ ପାଇଲି ଗो? ସୁନ୍ଦରା କାଣ୍ଡର କଥା କର ହେ ଶ୍ରବଣ ସେ ଶ୍ରବଣ। ଆଗ ସିଂହିକା ରାକ୍ଷସୀ ବୋଲି ଦେଖ ତାର ନାମ ଆହେ ନାମ। ଯେତେବେଳେ ଉତ୍ତରା କାଣ୍ଡ ଆରମ୍ଭ ହେଲା, ହନୁମାନ ସୀତାଙ୍କୁ ଖୋଜିବା ପାଇଁ ସମୁଦ୍ର ଡେଇ କରି ଯାଉଛନ୍ତି। ସମୁଦ୍ରରେ ଗଲା ସମୟରେ ଗୋଟେ ରାକ୍ଷସୀ ସମୁଦ୍ର କୂଳରୁ ବାହାରିଥିଲା। ଆଉ
ଇ ସମୁଦ୍ରରେ ମୁଇଁ ଯାହା ଛାୟା ଯଦି ମୋର ଉପରେ ପଡିଗଲା ହଁ। ସେଟା ମୁଇଁ ଆହାର କରିଦେସି। ଆଜି ଇ ପିଲାଟେ ଯାଉଛି ମୁଇଁ ତାଙ୍କୁ ନିହାତି ଭାବରେ ଖାଇବି ବୋଲେ ହଇ ତ ହନୁମାନ କହିଲେ ମା ମୁଇଁ ତୁମର ପୁଅ ସଙ୍ଗେ ସମାନ ମତେ ଖାଇକରି ତମେ କେଡେ ଅଛ ମୁଇଁ କେଡେ ଅଛ ମତେ ଖାଇକରି ତମର ଉଦର ଶାନ୍ତି ନେଇ ହଁ ହଁ ମତେ ଛାଣି ଦିଅ ମୋର କାର୍ଯ୍ୟରେ ମୁଇଁ ଯାଉଛେ। ହଇ ମା ସୀତାଙ୍କୁ ଖୋଜିବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କର ଆଦେଶରେ ମୁଇଁ ମା ସୀତାଙ୍କୁ ଖୋଜିବା ପାଇଁ ଯାଉଛେ। ତଥାପି ସିଂହିକା ରାକ୍ଷସିନୀ ମାନିଲା। ତାପରେ ଠିକ ଅଛି ମୁଇଁ ତୋର ଗର୍ଭକେ ଯାଉଛେ ବୋଇଲେ ହନୁମାନ ସିଂହିକା ରାକ୍ଷସୀ ତାର ଉଦରରେ ସମୀ ପକାଲେ ଆକାରକେ ଯେତେବେଳେ ବଡ କରିଦେଲେ ହଁ। ଜାଣିପାରିଲେ ଯେ ଏଇଟା ପ୍ରଭୁଙ୍କର ଆଦେଶ ହେଲା ପରେ ଖୋଜିବା ପାଇଁ ଯାଉଛି ତାର ବାଟ ଛାଣି ଦେଇଥିଲେ। ହଁ ତ ଉତ୍ତରାକାଣ୍ଡରେ ସିଂହିକା ରାକ୍ଷସୀ ଥିଲେ। ହଇ ତାପରେ ଆସିଲା ଉତ୍ତରାଖଣ୍ଡ ତେନକେ ପଲେ ଆବାଲ ଲଙ୍କା କାଣ୍ଡ। ଆଗ ଲଙ୍କା କାଣ୍ଡ କଥା ଏକ କର ହେ ଶ୍ରବଣ ସେ ଶ୍ରବଣ ଏକ ସ୍ଥନୀ ନାରୀ ଦେଖ ତାହାରି ଯେ ନାମ ସେହି ନାମ। ଲଙ୍କା କଟକରେ ଯେତେବେଳେ ରାମଚନ୍ଦ୍ର ପହଞ୍ଚି ଯାଇଛନ୍ତି ହଁ ସେଇ ସମୟରେ ଲକ୍ଷ୍ମଣକୁ ଶକ୍ତି ଭେଦ ହେଲା। ଆଜ୍ଞା ଶକ୍ତି ଭେଦ ଏନ୍ତା ଏନ୍ତା ନାଇଁ କରୁଥିଲେ କି ଆସିକରି ଶକ୍ତି ଭେଦ କେନ୍ତା କରି ଲକ୍ଷ୍ମଣକୁ ପାଇଥିଲା। ଟିଭି ସିରିଏଲ ଦେଖିଛ ଅଲଗା ହଁ ଆଉ ପୁରାଣ ପଢଭାଟା ଅଲଗା। ଅଲଗା ପୁରାଣରେ ଅଲଗା ମତ ଦିଆଯାଏସି ହଁ ଆଉ ଟିଭି ସିରିଏଲରେ ଟିକେ ଅଧିକ ମିଷ୍ଟେକ୍ ଦିଆଯାଏ। ହଇ ଗୋ ପୁରାଣରେ ଲେଖା ହେଇଥିଲା ଟିଭି ସିରିଏଲରେ ସମସ୍ତେ ଜାଣିଛନ୍ତି ଯେ ରାବଣ ଆସିକରି ଶକ୍ତି ଭେଦ ଲକ୍ଷ୍ମଣକୁ ଦେଇଛି। ହଁ ହଁ ଟିଭି ସିରିଏଲ ଇନ୍ଦ୍ରଜିତ ଇନ୍ଦ୍ରଜିତ ଦେଇଛି କିନ୍ତୁ ରାମାୟଣ ପୁରାଣରେ ପ୍ରମାଣ ଅଛି ହଇ ଯେ ନିଜେ ରାବଣ ଆସିକରି ଶକ୍ତି ଭେଦ ମାରିଛି। ହଁ ହଁ লক্ষ্মণ কি ହଁ কে শক্তি ভেদ সে শক্তির না জানছো আজ্ঞা একাগ্নি শক্তি কেবল রাবণ ছড়া সে শক্তি দুসরা କାହା লোক କିଏ ଧରି ପ୍ରାପ୍ତି ନେପାରେ। ନେହି ଟିଭି ସିରିଏଲରେ ଇନ୍ଦ୍ରଜିତ ମାରିଛି। ରାବଣର ସ୍ପଷ୍ଟ ଲେଖା ହେଇଛି ପୁରାଣରେ ଯେ ରାବଣ ଆସିକରି ଶକ୍ତି ଭେଦ ସ୍ୱର ମାରିଛି। লক্ষ্মণ কে মার ଯେତେବେଳେ ଶକ୍ତି ଭେଦ ସ୍ୱର ପ୍ରୟୋଗ କରିছে ହୁଁ ସକାଳ ପାଇଲା ମାତ୍ରକେ ଲକ୍ଷ୍ମଣଙ୍କର ମୃତ୍ୟୁ ହେବାର ଥିଲା। ତ ସାଙ୍ଗେ ସାଙ୍ଗ ଜାମ୍ବବ ମନ୍ତ୍ରୀ ଖଡି ପାଞ୍ଜି ଦେଖିଲେ ହଇ ଆଉ କହିଲେ ବିଶଲ୍ୟା କରଣୀ ହଁ ଏକ ସ୍ଥନୀ ନାରୀର କ୍ଷୀର କ୍ଷୀର ଯଦି ଆଣବେ ବେଲେ ତ ଲକ୍ଷ୍ମଣ ବଚବେ ହଁ ହଁ ନେହରେ ନେଇ ବଚନ। ନେଇ ବଚନ ତ ଏକ ସ୍ଥନୀ ନାରୀର କ୍ଷୀର କିଏ ଥିଲା? କେ ଗো ଏକ ସ୍ଥନୀ ନାରୀ ଜଣେ ଥିଲେ ତାଙ୍କର କ୍ଷୀର ଆଣିଲେ ଗନ୍ଧମାନ୍ଧ ପର୍ବତକେ ଉଠେଇ କରି ଆଣିଥିଲେ ହନୁମାନ। ହଁ ହଁ ବିଶଲ୍ୟା କରଣୀ ଆଣିଲେ ଆଉ ଲକ୍ଷ୍ମଣକୁ ଶକ୍ତି ହଁ ହଁ ଶକ୍ତି ଭେଦରୁ ବଞ୍ଚାଇଲେ। ହଇ ଗো ତ ଲଙ୍କା କାଣ୍ଡରେ ଏକ ସ୍ଥନୀ ନାରୀ ରାଣ୍ଡ ଥିଲେ। ହଁ ତାପରେ ଲାଷ୍ଟ ଆସିଲା କେନ୍ କାଣ୍ଡ লঙ্কা কাণ্ড তো সরলা বেলা উত্তরাখণ্ড আসুথিবা তো আগ উত্তরাখণ্ডর কথা কহে শ্রবণ ସେ ଶ୍ରବଣ ଏକ ଧୁବା ଏକ ରହୁଥିଲା ଶୁଣ ଦେଇ ମନ ଆହେ ମନ। ଦିନେ ମା ସୀତା ବୁଲବା ପାଇଁ ସଖୀ ସଙ୍ଗେ ଯାଇଥିଲେ ଅରଣ୍ୟକୁ। ହଁ ଗୋଟେ ଶୁଆ ଶାରୀକେ ବାନ୍ଧି କରି ଆଣିଲେ। ହଇ ଗো ଶୁଆ ଶାରୀ ସବୁବେଳେ ରାମ ଏବଂ ସୀତାଙ୍କର କଥା କହେ। ହଁ ହଁ ରାମ ସୀତା ମିଲନ ନେଇ ହେବାର ପର୍ଯ୍ୟନ୍ତ ତୁମେ ମୋର ସାଙ୍ଗେ ଥିବ। ହଁ ତ ସେଇ ସମୟରେ ଶାରୀଟା ଗର୍ଭବତୀ ଥାଏ। ହଇ ତ ଶୁଆକୁ ଛାଡ଼ିଦେଲେ ମା ସୀତା ହଁ। ଆଉ ଶାରୀକୁ ଘରେ ରଖି ପକାଏ। ରଖି ପକାଲି ତ ସେଇ ସମୟରେ ଯେତେବେଳେ ସ୍ତ୍ରୀ ପୁରୁଷକୁ ମା ସୀତା ଭିନ୍ନ ଭିନ୍ନ କହିଦେଇଛନ୍ତି ହଁ ଶାରୀ କ୍ରୋଧରେ ଜର ଜର ହେଇଗଲା ଆଉ ଅଭିଶାପ କରିଦେଲା ସୀତା। କାଇଁ ବୋଲି ଗো ମୁଇଁ ଯେନ୍ତା ଆଜି ଗର୍ଭବତୀ ସମୟରେ ମତେ ବାନ୍ଧିକି ରଖିଛ ହଁ ତମକେ ବି ଠିକ ସେନ୍ତା ଗର୍ଭବତୀ ଥିବା ସମୟରେ ତମର ସ୍ୱାମୀ ମଧ୍ୟ ତମକୁ ଛାଣିଦେବେ। ହଁ ହଁ ଏଇଟା ହଉଛି ଉତ୍ତରାକାଣ୍ଡର କଥା। କଥା ଶାରୀ
जन्म है पुनर्जन्म है धुबा एवं धुबे नहीं करी हाँ हाँ धुबेन दिने तार माँ घर के जाइए हाय आओ घर के फेरी हाँ तो धुबा कहूँ धुबेन की काय बोली তুই তোর মা ঘরকে গলু যে আসবি বলি করে কহিଥିଲି সন্ধ্যাকে আসবি বলিলু হ্যাঁ, হ্যাঁ। রাত শুই করে আসি তুই প্রকৃতি কলঙ্কিনী নারী তুই হাই গো মার বলি করে সেটিং করেছিল কা বলছে ধোবা হ্যাঁ তো ধুবেন কହୁছে ধুবাকে काय बोली মা সীতাকে নিকট রাবণ কেতে বরস রখিଥିଲା যে ସେ କଲଙ୍କିনী ନେଇ ହେଲା ଆଉ ମୁଇଁ ମୋର ମା ଘରେ ଗୋଟେ ରାତି ରହିନି ବୋଲି ତୁମେ ମତେ କଲଙ୍କିনী ନାରୀ କହୁଛ এই কথাকে রামচন্দ্র যেତେବେଳେ শুনি পাইলে ହଁ মা সীতাଙ୍କୁ বনবাস পুଣିଥିଲେ ପଠେଇଦେଲେ ପଠେଇଥିଲି ତ ଉତ୍ତରାଖଣ୍ଡରେ କି ରାଣ୍ଡ ପାଇଁ କାଣ୍ଡ ହେଲା ଧୁବେନ ପାଇଁ ଜାଣିଛ ହଁ ସେଟା ସେ ଧୁବେନ ପୂର୍ବ ଜନ୍ମରେ ସାରି ଥିଲା ହାय ଆଉ ସେ ସାରି ଏବଂ ଶୁଆକୁ ମା ସୀତା ଯେତେବେଳେ ଅଲଗା କରିଦେଇଛନ୍ କି ପୂର୍ବ ଜନ୍ମରେ ସେ ଶାଢୀ ଥିଲା ବେଲେ ସାୟା କେନ୍ ଜନ୍ମରେ ଶୁଆ ସାରି ଥିଲେ ଦୁହେଁ ଧୁବା ଏବଂ ଧୁବେନ ହେଇକି ଜନ୍ମ ହେଲେ ଆଉ ତାଙ୍କର ପାଇଁ ହିଁ ଉତ୍ତରାଖଣ୍ଡଟା ଆରମ୍ଭ ହେଇଥିଲା ହେଇଥିଲା ସାତଟା କାଣ୍ଡରେ ସାତଟା ରାଣ୍ଡ ହଁ, ହଁ। ಈ ସାତଟା ରାଣ୍ଡ ପାଇଁ ସାତଟା କାଣ୍ଡ ରାମାୟଣ ହାଇ ବନିଛି ଗো ବୁଝିପାରୁଛ আর যেন সে পুলিশ আইয়া যদি অছন বেলে কোমনা ফোমনা বাট আমার মামু ঘর গা আইয়া যাসু কেতেবেলে গাড়ি গুড়া টিকে ছাড়ি দেব ନାଇଁ ନାଇଁ ମୁଇଁ କହିଛେ ନମ୍ବର ଆଣିଛେ ପରେ ଆରେ ହି ପରି ଜାଣ ଏ ପ୍ରାଣର ବିଧାନ ଆହେ ଜନ ଇଟା ରାମାୟଣ କଥା ହେ ତ କର ହେ ଶ୍ରବଣ ଆହେ ଜନ मेरे हर पर ये बेकरार है হ্যাঁ আমার যে মালা ଦେଇଛନ୍ দেখি পারিছ ହୁଁ ଆଜ୍ଞା ତିନିଟା ପ୍ରଶ୍ନ ଏକା ପାରେ ଲିଖିଥିଲେ 1 2 3 4 5 500 ଟଙ୍କା ପ୍ରଦାନ କରିଥିଲେ ଯେ ରାବଣଙ୍କର ତିନିଟା ଇଚ୍ଛା ଥିଲା ଗୋଟେ ଗୋଟେ କରି କହୁଛେ କହିବ ବୋଲେ ଶୁଣିଲେ ହେଲେ ପଲାମି ମୁଇଁ ତ ରାବଣଙ୍କର ତିନିଟା ଇଚ୍ଛା ଥିଲା ହାଇ ସେ କିନକିନଟା ଇଚ୍ଛା କରିଥିଲା ରାବଣ କେନ୍ କେନ୍ଟା ସମୁଦ୍ର ପାଣି ଲୁଣିଆ ଥିଲା ବୋଲିକରି ତାକୁ ମିଠା କରିବ ବୋଲିକରି ଭାବି ହଁ ହଁ ସମୁଦ୍ର বনাবা লাগি 2 ନମ୍ବରରେ ସ୍ୱର୍ଗକେ ସିହିଡି ବନେଇ ଦେବି ଯେ ସମସ୍ତେ ଚାଲି ଚାଲି ଯିବେ ବୋଲି ହାଇ ଗো ତାର ଇଚ୍ଛା ପୁରା ନେଇ ହଁ 3 ନମ୍ବରରେ ସୁନାରେ ବାସ୍ନା ଆଣିବେ ବୋଲିକରି ଭାବି ହଁ ହଁ ସେ ଇଚ୍ଛା ପୁରା ନେଇ ହେଲା ନେଇ ହେଲା कि हिंदी में पदे लिखा है କାଁ ବୋଲି जो कल करना है वो आज कर लो जो आज करना है वो अभी कर लो बस ଯେନ୍ କାମ କରବାର ଅଛି ଅତି ଶୀଘ୍ର କରି ପକ ହାଇ ଆଉ ଗো। ସେଟା କର୍ମୀ 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 ବୋଲି ଭାବ ସେଟା ବୃଥା आता हाँ। हेलवा हजूरी गछर कि गुण गाइबी मूलरू पाहाच पाहाच कर्मी 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 बेले हेता करबाती रहि जा ଯେ ଆମର ବନ୍ଧର ପାଣି ଯେ ମିଠା ହଁ ନଦୀର ପାଣି ଯେ ମିଠା ମିଠା ए मारे बे बृंदावन ଇ ସମୁଦ୍ର ପାଣି କାହିଁ ଯେ ମିଠା ହେଲା ଇ ସରି ଲୁଣିଆ ହେଲା नुनिया ହେଲା ସେ ଲୁଣିଆ ପାଣି के ରାବଣ କାହିଁ ଯେ ଭାବଲା ମିଠା କରିବା ହଁ ହଁ ଆଜି ତମକୁ ପରିପ୍ରକାଶ କରେ କର ଗो मिनी मुने एको कर दिथिबे के बसी गो ତ ଟିକେ ଭଲ କରି କଥା ହେଇ ने मिनी पिसा भी ଶୁଣ ଶୁଣ ସୂର୍ଯ୍ୟ ଜନ ଦେଇ କରି ମନ ପୁରାଣର କଥା ତ ପାର ହେ ଶ୍ରବଣ ହେ ସୂର୍ଯ୍ୟ ଜନ ହେ ଜନେ ସୂର୍ଯ୍ୟ ଜନ ଯାହା ଅଛି ପୁରାଣେ ପ୍ରମାଣ ହେ ଯାହା ଅଛି ପୁରାଣେ ପ୍ରମାଣ ହେ सुज्ञाचन हे जने सुज्ञाचन ନନିଲ ହଁ। ଆଗ ଏକ ଦିନ ଦକ୍ଷ ପ୍ରଜାପତି ସେହି ଜାଣ ଯଜ୍ଞ ଆରମ୍ଭ କରିଲେ ଶୁଣ ଦେଇ ମନ ହେ ସୂର୍ଯ୍ୟ ଜନ ହେ ଜନେ ସୂର୍ଯ୍ୟ ଜନ ଯାହା ଅଛି ପୁରାଣେ ପ୍ରମାଣ ଯେ ଯାହା ଅଛି ପୁରାଣେ ପ୍ରମାଣ ଯେ ସୂର୍ଯ୍ୟ ଜନ ହେ ଜନେ ସୂର୍ଯ୍ୟ ଜନ
दक्ष प्रजापतिଙ୍କର 51ଟା ଝିଅ ଥିଲେ। हाँ हाँ ସେ ମଧ୍ୟରୁ ଜଣେ ଝିଅ ହେଲେ ସତୀ। है गो ସତୀଙ୍କୁ ବିବାହ କରିଥିଲେ ମହାଦେବ। हाँ ଏ ମା ସତୀ ବୋଲେ ଏଇଟା କଳାପାନ୍ ସତୀ ଠିକରି ସତୀ ସ୍ତ୍ରୀ ପତିବ୍ରତା ନାରୀ ଆଉ ତାଙ୍କର ନାମ ମଧ୍ୟ ସତୀ। हाँ ତ ସତୀକୁ ଯେତେବେଳେ ବିବାହ କଲେ ତାଙ୍କର ବାପା ଦକ୍ଷ ପ୍ରଜାପତି ତାଙ୍କର ବିବାହରେ ରାଜି ନଥିଲେ। है गो ସେ ଛାର ବ୍ରହ୍ମଚାରୀ ହଁ। ଯିଏ ଯାହାର ଦେହରେ କପଡ଼ା ନେଇନ ହଁ। ରାଘ ଛାଳକେ ପିନ୍ଧି ହଁ, ହଁ। ଜଟା ଜୁଟ ତାଙ୍କର ପୁରା ଓଲେଇ ହେଇଯାଇଛି। ହଁ। ଦାଢି ମେଛା ବଢି ଯାଇଛି। बढ़ी जाए ସେ ତ ମଶାଣି ପଦରେ ରହିବାର ଲୋକ। ହଁ। ମୋର ଝିଅ ରାଜାଙ୍କର ଝିଅ ହେଇକରି ଇ ଭିକାରୀକୁ ବିବାହ କରିଛୁ ବୋଲିକରି ଅତି ଗାଲି ଗୋଲଜ କରି ସତୀଙ୍କୁ ତାଙ୍କର ଘରେ ନିମନ୍ତ୍ରଣ ନେଇକରି हाँ हाँ ଯେନ୍ ଦିନ ଦକ୍ଷ ପ୍ରଜାପତି ଘରେ ଯଜ୍ଞ ଆରମ୍ଭ କଲେ है गो ସତୀକୁ ନିମନ୍ତ୍ରଣ ନେଇକରି हाँ ନାରଦ ମହର୍ଷି ଯାଇକରି କୈଳାସ ସେ ସତୀଙ୍କୁ କହୁଛନ୍ତି ହଁ। କି ତୁମର ବାପା ଯଜ୍ଞ କରିଛନ୍ତି ତମକୁ ଡାକିଛନ୍ତି କି ହଁ ଡାକ ଗো। ତ ମା ମନ ଦୁଃଖ କଲେ ସତୀ हाँ ମୋର ବାପା ହେଇକରି ମତେ ନିମନ୍ତ୍ରଣ ନେଇ କରି है ବୋଇଲେ ବିନା ନିମନ୍ତ୍ରଣ ବି ମୁଁ ଯିବି ବୋଇଲେ ଆଗ ସେହି ସମୟରେ ଦେଖ ସତୀ ଦେବୀ ଜାଣ हाँ ଦକ୍ଷ ପ୍ରଜାପତି ପୁରେ କରିଲେ ଦମନ ହେ ସୁଜନ ହେ ଜନେ ସୁଜନ ଏତୁ ମତେ ଯାହା ହେଲା ଶୁଣ ହେ ଏତୁ ମତେ ଯାହା ହେଲା ଶୁଣ ହେ सुजाचन है जने सुजाचन ନନିଲ हाँ ତ ମା ସତୀ ଯେତେବେଳେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞକୁ ପହଞ୍ଚିଛନ୍ है गो ଦକ୍ଷ ପ୍ରଜାପତି କ୍ରୋଧ ହେଇଗଲେ हाँ ଆଉ ସତୀ ଦେବୀଙ୍କୁ କହିଲେ काना ଯେ ମହାଦେବଙ୍କର କଟୁ ବାକ୍ୟ କହିଲେ ମହାଦେବଙ୍କୁ हाँ ତ ମହାଦେବ ହଉଛନ୍ତି ତାଙ୍କର ପ୍ରାଣର है ଧନ गो ତ ନିଜର ସ୍ୱାମୀଙ୍କର କଥା ଯଦି କିଏ କହବା ଅପମାନ ହଉଥିବା ବେଲେ ସ୍ତ୍ରୀ ମାନେ ସହି ନେଇ ପାରେ नहीं पर ମା ସତୀ ଦେବୀ କାଣା କଲେ काना करे ଯେନ୍ ଯଜ୍ଞରେ ଆହୁତି ଦିଆଯାଉଥିଲା हाँ ସେ ଯଜ୍ଞ କୁଣ୍ଡରେ ତାଙ୍କର ଦେହ ତ୍ୟାଗ କରିଦେଲେ कले गो ଇ କଥାକେ ଯେତେବେଳେ ମହାଦେବ ଜାଣିପାଇଲେ ମୋର ପତ୍ନୀ ଦେହ ତ୍ୟାଗ କଲା ବୋଲି हाँ हाँ କାଳ ଭୈରବ ରୂପ ଧାରଣ କଲେ है ଆଉ ସାଙ୍ଗେ ସାଙ୍ଗେ ଆସିକରି ଦକ୍ଷ ପ୍ରଜାପତିଙ୍କୁ ତାଙ୍କର ତଣ୍ଟିକୁ କାଟିଦେଲେ हाँ हाँ କେତେ 2 ବଜେ ବନ୍ଦ କରମୁ ନା 2 ବଜେ ବନ୍ଦ କରମୁ ନା खाली कॉल कर कहीं कथा उठे तो सुनो को आगे पुराण कहले नहीं काना कहले नहीं 2 बजे बंद कर दे मुझे पेमेंट आगे दे पैसा दे अतंत से ननिल तो सेई समय दक्ष प्रजापति को जीवन्यास करबा पई हाँ। गुटे छेलीर मुंड लगाई दे है गो बुझी पारिछ हाँ तो महादेव तो काल भैरव रूप धारण करी समस्त को मारी पकाले हाँ। आ माँ पार्वती को धरी करी एंता बुलू ताहान वर्ष 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 बुलू ताहान माँ पार्वती सॉरी माँ सती देह को धरी करी हाँ हाँ तो विष्णु एवं ब्रह्मा चिंता कले विष्णु हेले पालन करता हाँ ब्रह्मा हेले सृष्टिकर्ता पट्टा संहार करता हेले महेश्वर हाँ। महेश्वर जदि गुटे मला सबके बोही करी बुलुथिबे बेले हमर संसार के केनता कर चलमा आमे तो ई पृथ्वी सबठारु बड़ देवता आमे हाँ तो विष्णु को आदेश देले ब्रह्मा जे सतींकर तांकर देह को तुम सुदर्शन चक्र रे काटी दियो है तो विष्णु भगवान तांकर सुदर्शन चक्र बाहर कर जेते बेले सतींकर देह के काटी देछन 51 खंड हो जेतिला हाँ। आ 51 खंडटा मर्त्य मंडल रे परि करी 51टा शक्ति पीठ बनिछि किन जगह रे वीरजाई किन जगह रे काली किन जगह रे भैरवी समलेश्वरी रक्तांबरी एंता करी 51टा शक्ति पीठ बनिछि हाँ हाँ तापर सतींकर कथा जेते बेले पले गला है सती पुणी थरे पूर्व जन्म हेले हाँ आगो पार्वती रूप रे से जन्म होइले देख जन्म होइले शिवं को पाइबा पाई ज्ञान करुथिले जे सुण सुण हे जने सुण सुण जहाँ अछि पुराण प्रमाण हे जहाँ अछि पुराण प्रमाण हे सुजन हे जने सुजन
ମା ସତୀ ପୁନର୍ଜନ୍ମ ନେଲେ ହଁ ଆଉ ସମୁଦ୍ର କୂଳରେ ବସିକରି ଘୋର ତପସ୍ୟା କଲେ। ହାଇ ଗ ମା ପାର୍ବତୀ ରୂପରେ ହଁ ତ ପାର୍ବତୀଙ୍କୁ ଦେଖିକରି ସମୁଦ୍ର ଦେବ ସହି ନି ପାରେ ହଁ ହଁ ଆଉ ଆସିକରି ତାଙ୍କୁ ପ୍ରେମ ଭିକ୍ଷା ମାଗିଲେ ମାଙ୍ଗଲି ଗ ଯେ ମୁଇଁ ତମକୁ ବିବାହ କରିବି। ହଁ ମା ପାର୍ବତୀ କ୍ରୋଧ ହେଇଗଲେ ମୁଇଁ ଯାହାର ପାଇଁ ଜନ୍ମ ହେଇଛେ ଶିବଙ୍କୁ ପତି ରୂପରେ ଗ୍ରହଣ କରିବି ବୋଲି ଶିବଙ୍କର ତପସ୍ୟା କରୁଛେ ହଁ ଆଉ ତୁମେ ମୋର ତପସ୍ୟାରେ ବିଫଳ ଆଣୁଛ। ହାଇ ଗ ତ କ୍ରୋଧ ହେଇଗଲେ ସମୁଦ୍ର ଦେବ ଆଉ ପାର୍ବତୀଙ୍କୁ କହିଲେ ହୁଁ ହେ ଛାର ବ୍ରହ୍ମଚାରୀକୁ ତୁମେ ବିବାହ କରି କାହିଁ ଲାଭ ପାଇବ। ହାଇ ଗ ମୁଇଁ ଗୋଟେ ଏତେ ଶକ୍ତିମାନ ଯେ ମୁଇଁ ଚାହିଁଲେ ସମସ୍ତ ଧରା ପୃଷ୍ଠକେ ମୁଇଁ ସୁଷରୁ ବଞ୍ଚେଇ ପାରୁଛେ। ହଁ, ହଁ। ସମସ୍ତେ ମୋର ପାଣି ପିଉଛନ୍ ଆଉ ହାଇ ତୁମେ ଗ ମତେ ମନା କରିକି ଛାର ବ୍ରହ୍ମଚାରୀକୁ ବିବାହ କରବ। ହଁ ହଁ ଇ କଥା କେ ଯେତେବେଳେ ମା ପାର୍ବତୀ ଶୁଣି ପାଇଲେ ତୁମେ ଏତେ ଗର୍ବ ସମୁଦ୍ର ଦେବ ହାଇ ଗ ତୁମର ପାଣି ପିଉଛନ୍ ବୋଲିକରି ତମର ଗର୍ବ ଏତେ ହେଇଗଲା ହଁ। ଯୋ ମୁଇଁ ତମକୁ ଅଭିଶାପ ଦଉଛେ ଦେଉଛେ। ସେନ୍ ପାଣି ପାଇଁ ତୁମେ ଗର୍ବ କରିଛ ହଁ। ଆଜି ତୁମର ସମଗ୍ର ସମୁଦ୍ର ଲୁଣିଆ ହେଇଯିବ। ହାଇ ଗ ମା ପାର୍ବତୀଙ୍କର ଅଭିଶାପ୍ୟ କାରଣରୁ ହଁ ସମୁଦ୍ର ପାଣି ଲୁଣ ହେଇଗଲା। ହେଇଗଲା ବୁଝିପାରୁଛ ହଁ ହଁ ତ ସେ ଲୁଣକେ ରାବଣ ମିଠା କରମି ବୋଲିକରି ପରିପ୍ରକାଶ ମନେ ଭାବିଥିଲା। ହଁ ହଁ ଇଟା ଗୋଟେ ତାର ଇଚ୍ଛା ଥିଲା। ଥିଲା ଗ ଏହିପରି ଜାଣ ଏ ପୁରାଣର ବିଧାନ ପୁରାଣର ବିଧାନ ହଁ ବୁଦ୍ଧିରେ କ୍ଷମା କର ଏ ସଭାର ଜନ ହିଁ ସୁଜାତନ ହିଁ ସୁଜାତନ ଚାହୁଁଛି ପୁରାଣ ପ୍ରମାଣ ହେ ଚାହୁଁଛି ପୁରାଣ ପ୍ରମାଣ ହେ ସୁଜାତନ ହେ ଜନେ ସୁଜାତନ साजन 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 तेरे साजन 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 तुझे दुल्हन सजाऊंगा क्या पकड़ा रहा तुझे दुल्हन सजाऊंगी तुझे अपना बनाऊंगी। ଇହାଦେ ତୁମର ଦାଦା ଆସିବାର ସମୟ ହେଲାଣି। ହଁ ହଁ ବାକି କଥାବାର୍ତ୍ତା ପରେ କହନ ଗୋଟେ ଲୋକ କି ନାଇଁ ନେବେ ସମସ୍ତେ ବୋର ହେଇଯିବେ। ହାଇ ଗ ପିଲାକେ କହ ଆମକୁ ଭେଣି ଛାड़বে ପିଲା ଗ ओ मां আমকি গা ঘর নি ছাড়াও ए मां छाणबाटा छाणबे जे केते जीव তুমি কা কানা রখিছ জি एने तेने जीवा लागी गाती बोलवा लागी स्कूटी अछि হ্যাঁ गाय सिलेट फाइ सिलेट एरिया जीवा लागी बुलेट धारसे তোমার বুলেট ধার হেন তাহলে ই মোর মামু গো মামু হয় গো মোর গেলা মামু हमको नहीं छाड़ो गो হ্যাঁ হ্যাঁ ये पिला घरे के जीव